ଯାଉଛି। ଆଜିର ଏହି ଆଲୋଚନା ଚକ୍ରଟି ହେଉଛି କ୍ୱାଣ୍ଟମ୍ ଯୁଗର ଆରମ୍ଭ, ସମ୍ଭାବନା ଓ ଆହ୍ୱାନ। ମାନବ ସଭ୍ୟତାର ଇତିହାସରେ ପ୍ରତ୍ୟେକ ଯୁଗର ବିଜ୍ଞାନ ଏକ ନୂଆ ମାର୍ଗ ଖୋଲିଛି, ଯେମିତିକି ଶିଳା ଯୁଗରୁ ଶିଳ୍ପ ବିପ୍ଳବ ପର୍ଯ୍ୟନ୍ତ, ବିଦ୍ୟୁତ୍ ଯୁଗରୁ କମ୍ପ୍ୟୁଟର ଯୁଗ ପର୍ଯ୍ୟନ୍ତ। ଏବେ ଆମେ ପ୍ରବେଶ କରୁଛୁ କ୍ୱାଣ୍ଟମ୍ ଯୁଗରେ, ଯାହାର ମୂଳ ଭିତ୍ତି ହେଉଛି କ୍ୱାଣ୍ଟମ୍ ମେକାନିକ୍ସ। ଏହି କ୍ୱାଣ୍ଟମ୍ ଯୁଗରେ ପରମାଣୁ ଓ ଅପରମାଣୁ ସ୍ତରରେ ବିଶ୍ୱ କିପରି କାମ କରେ, ସେଥିରେ ଅଦ୍ଭୁତ ରହସ୍ୟକୁ ଉଦ୍ଘାଟନ କରିଛି ଏହି ବିଜ୍ଞାନ। କ୍ୱାଣ୍ଟମ୍ ଯୁଗ କହିଲେ ଆମେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ଏକ ନୂତନ ଏବଂ କ୍ରାନ୍ତକାରୀ ପର୍ଯ୍ୟାୟକୁ ବୁଝିବା। କ୍ୱାଣ୍ଟମ୍ ଯୁଗ ପଦାର୍ଥ ବିଜ୍ଞାନର ଏକ ନିୟମ ଉପରେ ଆଧାରିତ। ଏହା ଅତି ଛୋଟ ଅର୍ଥାତ୍ ଆଣବିକ ଏବଂ ରୂପ ଆଣବିକ ସ୍ତରରେ ଥିବା ବସ୍ତୁର ଆଚରଣକୁ ନିୟନ୍ତ୍ରଣ କରିଥାଏ। କ୍ୱାଣ୍ଟମ୍ ଯୁଗର ଆରମ୍ଭ ସହିତ କ୍ୱାଣ୍ଟମ୍ କମ୍ପ୍ୟୁଟିଂ, କ୍ୱାଣ୍ଟମ୍ ସଞ୍ଚାର, କ୍ୱାଣ୍ଟମ୍ ସେନ୍ସିଂ ଭଳି ବିଭିନ୍ନ ପ୍ରଯୁକ୍ତି ବିଦ୍ୟାଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ବିପ୍ଳବ ଆଣିବାର ସମ୍ଭାବନା ରଖିଛନ୍ତି। କ୍ୱାଣ୍ଟମ୍ ଯୁଗର ଆରମ୍ଭ କଥା ବିଷୟରେ ଆଲୋଚନା କଲେ ଏଥିରେ ଅନେକ ସମ୍ଭାବନା ମଧ୍ୟ ରହିଛି ଏବଂ ଅନେକ ଆହ୍ୱାନ ସମ୍ମୁଖୀନ ହେବାକୁ ପଡ଼ିବ। ସମ୍ଭାବନା କଥା କହିଲେ କ୍ୱାଣ୍ଟମ୍ କମ୍ପ୍ୟୁଟିଂ, କ୍ୱାଣ୍ଟମ୍ ସଞ୍ଚାର, କ୍ୱାଣ୍ଟମ୍ ସେନ୍ସିଂ ଓ କୃତ୍ରିମ ବୁଦ୍ଧିମତ୍ତା ଓ ବିଶାଳ ତଥ୍ୟ ଭଳି ସମ୍ଭାବନା ପ୍ରଗତିର ପଥ ଦେଖିବାକୁ ମିଳେ। କ୍ୱାଣ୍ଟମ୍ କମ୍ପ୍ୟୁଟିଂ କହିଲେ ଏହା କ୍ଲାସିକାଲ କମ୍ପ୍ୟୁଟର ଅପେକ୍ଷା ଜଟିଳ ସମସ୍ୟାଗୁଡ଼ିକ ଅଧିକ ଦ୍ରୁତ ଗତିରେ ସମାଧାନ କରିପାରିବ। କ୍ୱାଣ୍ଟମ୍ ସଞ୍ଚାର କହିଲେ ଏହା ଯେକୌଣସି ପ୍ରକାର ଗୋପନୀୟତା ଭଙ୍ଗକୁ ରୋକିବାରେ ସକ୍ଷମ ହେବ। କ୍ୱାଣ୍ଟମ୍ ସେନ୍ସିଂ କହିଲେ ଏହା ମାଧ୍ୟାକର୍ଷଣ କ୍ଷେତ୍ର ଏବଂ ଚୁମ୍ବକୀୟ କ୍ଷେତ୍ରରେ ଅତି ଛୋଟ ପରିବର୍ତ୍ତନଗୁଡ଼ିକୁ ମଧ୍ୟ ଚିହ୍ନଟ କରିପାରିବ। କୃତ୍ରିମ ବୁଦ୍ଧିମତ୍ତା ବିଶାଳ ତଥ୍ୟ କହିଲେ ଏହା କ୍ୱାଣ୍ଟମ୍ ସିଷ୍ଟମ ବିଶାଳ ଡାଟା ସେଟ୍ଗୁଡ଼ିକୁ ଅଧିକ ଦକ୍ଷତାର ସହ କ୍ରିୟାକରଣ କରି ମସିନ୍ ତ୍ୱରାନ୍ୱିତ କରିପାରିବ। କିନ୍ତୁ ଏହା ସହିତ କିଛି ଆହ୍ୱାନ ମଧ୍ୟ ରହିଛି, ଯେମିତିକି ସ୍ଥିରତା ଏବଂ ତ୍ରୁଟି, ଅଧିକ ଖର୍ଚ୍ଚ, ଜଟିଳତା, ବୃହତୀକରଣ, ବିଶେଷଜ୍ଞମାନଙ୍କ ଅଭାବ, ନୈତିକତା ଏବଂ ନିରାପତ୍ତା। ସ୍ଥିରତା ଏବଂ ତ୍ରୁଟି କହିଲେ କ୍ୱାଣ୍ଟମ୍ କ୍ୟୁବ୍ ଶବ୍ଦ ଏବଂ ତାପମାତ୍ରା ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ। ଏହା କ୍ୱାଣ୍ଟମ୍ ଗଣନାରେ ତ୍ରୁଟି ସୃଷ୍ଟି କରିଥାଏ, ଯାହାର ସୁଧାର ଅତ୍ୟନ୍ତ କଷ୍ଟସାଧ୍ୟ। ଅଧିକ ଖର୍ଚ୍ଚ ଓ ଜଟିଳତା କହିଲେ କ୍ୱାଣ୍ଟମ୍ କମ୍ପ୍ୟୁଟରଗୁଡ଼ିକ ଅତ୍ୟନ୍ତ ବିଶେଷଜ୍ଞ ଥିବା ହାର୍ଡୱେର୍ ଦରକାର କରେ ଏବଂ ଏହାର ତିଆରି ଓ ରକ୍ଷଣାବେକ୍ଷଣରେ ବହୁତ ବ୍ୟୟବହୁଳ। କ୍ୱାଣ୍ଟମ୍ ବୃହତୀକରଣ କହିଲେ ଏହା ବାସ୍ତବ ସମସ୍ୟାଗୁଡ଼ିକ ସମାଧାନ ପାଇଁ ଆବଶ୍ୟକ ଥିବା କ୍ୟୁବେଡ୍ କମ୍ପ୍ୟୁଟରଗୁଡ଼ିକ ନିର୍ମାଣ କରିବା ଏକ ଇଞ୍ଜିନିୟରିଂ ସମସ୍ୟା। ବିଶେଷଜ୍ଞମାନଙ୍କ ଅଭାବ କହିଲେ କ୍ୱାଣ୍ଟମ୍ ବିଜ୍ଞାନ ଏକ ଜଟିଳ ହୋଇଥିବାରୁ ଏଥିରେ ତାଲିମପ୍ରାପ୍ତ ବିଶେଷଜ୍ଞମାନଙ୍କ ଅଭାବ ରହିଛି। ଶେଷରେ ମୁଁ କହିବି, କ୍ୱାଣ୍ଟମ୍ ଯୁଗ ନିଶ୍ଚୟ ଆମକୁ ଉନ୍ନତିର ଶିଖରକୁ ନେଇଯାଉଛି। କ୍ୱାଣ୍ଟମ୍ ଯୁଗରେ ଅସୀମ ସମ୍ଭାବନା ମଧ୍ୟ ରହିଛି, ଯାହା ବିଜ୍ଞାନ, ସୁରକ୍ଷା ଏବଂ ସମାଜରେ ଏକ ବିରାଟ ପରିବର୍ତ୍ତନ ଆଣିପାରିବ। ଏହି ଯୁଗର ପୂର୍ଣ୍ଣ ସୁଯୋଗ ନେବା ପାଇଁ ଆମକୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିବ, ଯେମିତିକି ଅଧିକ ଗବେଷଣା ଓ ପୁଞ୍ଜିନିବେଶ ଓ ସହଯୋଗର ଆବଶ୍ୟକତା ରହିଛି। ଏହାର ସଠିକ ବ୍ୟବହାର ଓ ଶିକ୍ଷାରେ ପ୍ରସାର, ସାମାଜିକ ସଚେତନତାର ସମନ୍ୱୟ ରଖିବା ନିହାତି ଆବଶ୍ୟକ। ଏହାକୁ ଲାଭଦାୟକ କରିବା ପାଇଁ ଆମକୁ ନୂତନ ପିଢ଼ିକୁ କ୍ୱାଣ୍ଟମ୍ ଶିକ୍ଷା ଦେବାକୁ ପଡ଼ିବ, ସଚେତନତା ବୃଦ୍ଧି କରିବାକୁ ପଡ଼ିବ, ସାମାଜିକ ନୈତିକତା ସୁରକ୍ଷିତ ରଖିବାକୁ ପଡ଼ିବ। ସୁରକ୍ଷିତ ତଥା ସ୍ମାର୍ଟ ଭବିଷ୍ୟତ ପାଇଁ ଆମକୁ ଏହି କ୍ଷମତା ଉପଯୋଗ କରିବା ଏକ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ହେବ। ସେଥିପାଇଁ ଏହି ଯୁଗର ଆରମ୍ଭ ଆମ ପାଇଁ ସୁଯୋଗ ମଧ୍ୟ ଚ୍ୟାଲେଞ୍ଜ। ଧନ୍ୟବାଦ। ଜୟ